ଦେଖନ୍ତୁ ଆଜି ଆମେ ଆଉ ଗୋଟେ ନୂଆ ଟପିକ୍ ପଢ଼ିବା କମ୍ପ୍ୟୁଟରର ହେଲା। ତ କମ୍ପ୍ୟୁଟର ଆମେ ଆଜି ପଢ଼ିବା ମେମୋରି ବିଷୟରେ ହେଲା। ତ ମେମୋରି ବିଷୟରୁ ଆମେ MCQ ଡିସ୍କସନ୍ କରିବା ହେଲା। ତ କିଛି MCQ ଅଛି ହେଲା। ତ ସେ MCQ ଡିସ୍କସନ୍ କରିବା ଆଗରୁ ଆମର କିଛି ମେମୋରି ବିଷୟରେ ଜାଣିବା ଚାଲନ୍ତୁ ହେଲା। ତ କମ୍ପ୍ୟୁଟର ମେମୋରି କାହାକୁ କୁହାଯାଏ? ତ କମ୍ପ୍ୟୁଟର ମେମୋରି ଇଜ୍ ଏ ଫିଜିକାଲ ଇଲେକ୍ଟ୍ରୋନିକ୍ ଷ୍ଟୋରେଜ୍ ସ୍ପେସ୍ where a computer hold data information and instruction for immediate use। ତ କମ୍ପ୍ୟୁଟର ମେମୋରିଟା ଆମର ଗୋଟେ କିସଟା? ତ ସେଇଟା ଗୋଟେ ଆମର ଗୋଟେ ଇଲେକ୍ଟ୍ରୋନିକ୍ ଷ୍ଟୋରେଜ୍ ସ୍ପେସ୍ଟା ଯେଉଁ ଜାଗାରେ ଆମେ କେଉଁ ଜିନିଷ ରଖିପାରିବା, ଡାଟା ଇନଫର୍ମେସନ୍ ଆଉ ଇନଷ୍ଟ୍ରକ୍ସନ୍ ଗୁଡ଼ା ଆମେ ରଖିପାରିବା, ତାକୁ କୁହାଯାଏ ମେମୋରି ହେଲା। ତ ଚାଲନ୍ତୁ ମେମୋରି ଆମର କେତେ ପ୍ରକାର ଅଛି, ତ ସେଇଟା ଚାଲନ୍ତୁ ଦେଖିବା। ତ ମେମୋରିଟା ଆମର ଭାଗ କରାଯାଇଛି କେତେ ତିନିଟା, ଗୋଟେ ହେଉଛି ପ୍ରାଇମେରୀ, ସେକେଣ୍ଡାରୀ ଆଉ ଗୋଟେ ହେଉଛି କ୍ୟାଚ୍ ମେମୋରି ହେଲା। ତ ପ୍ରାଇମେରୀ ମେମୋରିଟାକୁ ଆହୁରି ଦୁଇ ଭାଗରେ ଭାଗ କରାଯାଇଛି, ଗୋଟେ ହେଉଛି ରାମ୍ ଆଉ ଗୋଟେ ହେଉଛି ରମ୍ ହେଲା, ମନେ ରଖିବେ। ତାପରେ ଆମର ରାମ୍ ବି ଆମର ଆହୁରି ଦୁଇ ପ୍ରକାର ଅଛି, ଗୋଟେ ଷ୍ଟାଟିକ୍ ରାମ୍ ଆଉ ଗୋଟେ ଡାଇନାମିକ୍ ରାମ୍। ତାପରେ ରମ୍ ବି ଆମର ତିନି ପ୍ରକାର ଅଛି, ଗୋଟେ ପି ରମ୍, ତାପରେ ଇପି ରମ୍, ତାପରେ ଡବଲ ଇପି ରମ୍ ହେଲା। ତ ମନେ ରଖିବେ ପି ରମ୍ଟା ହେଉଛି ଆମର ପ୍ରୋଗ୍ରାମେବୁଲ୍ ରିଡ୍ ଅନଲି ମେମୋରି, ଆଉ ଇପି ରମ୍ ହେଉଛି ଇରେଜେବୁଲ୍ ପ୍ରୋଗ୍ରାମେବୁଲ୍ ରିଡ୍ ଅନଲି ମେମୋରି, ଆଉ ଡବଲ ଇପି ରମ୍ ହେଉଛି ଇଲେକ୍ଟ୍ରିକାଲି ଇରେଜେବୁଲ୍ ପ୍ରୋଗ୍ରାମେବୁଲ୍ ରିଡ୍ ଅନଲି ମେମୋରି ହେଲା। ତ ମନେ ରଖିବେ ଟିକେ। ତାପରେ ଚାଲନ୍ତୁ ଆମର ଯେଉଁ ସେକେଣ୍ଡାରୀରେ ଅଛି ହାର୍ଡ଼ ଡିସ୍କ ଗୁଡ଼ା ଯିବ, ମ୍ୟାଗ୍ନେଟିକ୍ ଟେପ୍, CD, DVD, ଜିପ୍ ଡିସ୍କ ଗୁଡ଼ା ଆମର କେଉଁଠି ଆସିବ ତାହେଲେ ସେକେଣ୍ଡାରୀ ମେମୋରିରେ, ଏଇଟା ମନେ ରହିଲା। ତାପରେ ଚାଲନ୍ତୁ ନେକ୍ସଟକୁ ଯିବା। ତାପରେ ଗୋଟେ ଅଛି ଆମର ଯେଉଁଟା ମେମୋରି ୟୁନିଟ୍ ଅଛି ହେଲା। ତ ଏଇଟା ଟିକେ ତଳକୁ PDFରେ ପଳେଇ ଆସିଛି, ଟିକେ ମନେ ରଖିବେ। ୟୁନିଟ୍ ଅଫ୍ ମେମୋରି ହେଲା, ମେମୋରି ୟୁନିଟ୍ଟା। ତ ଆମର ଗୋଟେ ହେଉଛି ବିଟ୍ ଆଉ ଗୋଟେ ହେଉଛି ବାଇନାରୀ ଡିଜିଟ୍ ହେଲା। ତ ମନେ ରଖ ସବୁଠୁ ଛୋଟଟା ହେଉଛି ଆମର ବିଟ୍ ହେଲା। ତାପରେ ବାଇନାରୀ ଡିଜିଟ୍ ଯେଉଁଟା ଆମର 0 1 ହେଉଛି। ତାପରେ ନେକ୍ସଟ ଗୋଟେ ଆମର 4 ବିଟ୍ ଯେ ଆମର କେତେ 1 ନେବଲ୍, ତାହେଲେ 8 ବିଟ୍ ଯେ କେତେ ହେବ ତାହେଲେ 1 ବାଇଟ୍। 8 ବିଟ୍କୁ ହେଉଛି ଆମର 1 ବାଇଟ୍, ତାହେଲେ 1024 ବାଇଟ୍ରେ କେତେ 1 କିଲୋ ବାଇଟ୍, ଯେଉଁଟାକି କେବି ହେଲା। ତାପରେ 1024 କେବିକୁ 1 MB, 1024 MBକୁ 1 GB ହେଲା। ତ ଏଇଭଳିଆ ଅଛି। ତାପରେ ଅଛି 1024 ହେବ ହେଲା, 1024କୁ 1 TB, ସେଭଳିଆ ଅଛି 1024 TBକୁ କେତେ 1 ପେଟାବାଇଟ୍, ତ 1024 PBକୁ 1 ଏକ୍ସାବାଇଟ୍। ତ ସେଇଭଳିଆ ଏଗୁଡ଼ା ଟିକେ ମନେ ରଖିବେ ହେଲା। ତ ଚାଲନ୍ତୁ ଯିବା MCQ ଉପରେ। ତ ପ୍ରଥମ MCQ ଅଛି ହ୍ୱାଟ୍ ଇଜ୍ କମ୍ପ୍ୟୁଟର ମେମୋରି। ତ କମ୍ପ୍ୟୁଟର ମେମୋରି କାହାକୁ କହିଥାଉ ଆମେ? ତ କମ୍ପ୍ୟୁଟର ମେମୋରି ହେଉଛି ଆମର ଗୋଟେ ଅପସନ୍ ଏ ହେବ, ଡିଭାଇସ୍ ୟୁଜ୍ ଟୁ ଷ୍ଟୋର୍ ଇନଫର୍ମେସନ୍ ଇନ୍ ଏ କମ୍ପ୍ୟୁଟର। ତ କମ୍ପ୍ୟୁଟର ଆମେ ଇନଫର୍ମେସନ୍କୁ ଷ୍ଟୋର୍ କରିବା ପାଇଁ କେଉଁଟା ୟୁଜ୍ କରାଯାଏ? ମେମୋରି ହେଲା। ତାପରେ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍ ଯିବା। ନେକ୍ସଟ ହେଉଛି ଏ ପ୍ରାଇମେରୀ ମେମୋରି ଅଫ୍ ପର୍ସନାଲ କମ୍ପ୍ୟୁଟର କନସିଷ୍ଟ ଅଫ୍। ତ ପ୍ରାଇମେରୀ ମେମୋରିରେ ଆମର କେଉଁ ଗୁଡ଼ା ଯାଉଛି? ତ ପ୍ରାଇମେରୀ ସେଇଠି କହିଲି ପ୍ରାଇମେରୀ, ସେକେଣ୍ଡାରୀ, କ୍ୟାଚ୍ ଥିଲା। ତ ପ୍ରାଇମେରୀରେ ଆମର କିସ ଥିଲା? ବୋଥ୍ ରାମ୍ ଆଉ ରୋମ୍ ଥିଲା ହେଲା। ରାମ୍ଟା ହେଉଛି ର୍ୟାଣ୍ଡମ୍ ଏକ୍ସେସ୍ ମେମୋରି ଆଉ ରୋମ୍ ହେଉଛି ରିଡ୍ ଓନ୍ଲି ମେମୋରି, ମନେ ରଖିବେ ହେଲା। ତାପରେ ନେକ୍ସଟ ଅଛି ଦ ବୁଟ୍ ସେକ୍ଟର ଫାଇଲ୍ ଅଫ୍ ସିଷ୍ଟମ୍ ଆର୍ ଷ୍ଟୋର୍ଡ ହୁଇଚ୍ କମ୍ପ୍ୟୁଟର ମେମୋରି। ବୁଟ୍ ସେକ୍ଟର କହିଲେ ଯେଉଁଟା ଆମର କମ୍ପ୍ୟୁଟରଟା ଅନ୍ କିମ୍ବା ଅଫ୍ ହେଉଛି ହେଲା। ତ ସେଇ ଅନ୍ ଅଫ୍ ପାଇଁ ତ କିଛି କେଉଁ ଜାଗାରେ ତାର ଫାଇଲ୍ ଗୁଡ଼ା ରହୁଥିବ ନା। ତ ଯେଉଁ ବୁଟ୍ ସେକ୍ଟର ହେଉଛି ଆମର ଅନ୍ ଅଫ୍ ହେବା ପାଇଁ, ତ ସେଇଟା ଆମର ଯେଉଁ ଫାଇଲ୍ ଗୁଡ଼ା ଅଛି ସେଇଟା ଆମର କେଉଁ ମେମୋରିରେ ରହିଥାଏ? ତ ସେଇଟା ମନେ ରଖିବା ଆମର ରାମ୍ରେ ରହିଥାଏ ହେଲା। ତାପରେ ନେକ୍ସଟ ଅଛି ନେକ୍ସଟ କ୍ୱେଶ୍ଚନ୍ ଯିବା। କମ୍ପ୍ୟୁଟର ୟୁଜ୍ ଦ ହୁଇଚ୍ ନମ୍ବର ସିଷ୍ଟମ୍ ଟୁ ଷ୍ଟୋର୍ ଡାଟା ଏ ପରଫର୍ମ କାଲକୁଲେସନ୍। ତ ଯେଉଁ କମ୍ପ୍ୟୁଟର ଆମର କେଉଁ ଆକାରରେ ଡାଟାକୁ ସିଏ ଷ୍ଟୋର୍ କରି ରଖିଥାଏ କାଲକୁଲେସନ୍ ପାଇଁ? ତ ସେଇଟା ମନେ ରଖିବେ ବାଇନାରୀ ଆକାରରେ ସିଏ ଷ୍ଟୋର୍ କରି ରଖିଥାଏ, ଯେଉଁଟାକି 0 ଆଉ 1 ଆକାରରେ ସିଏ ଷ୍ଟୋର୍ କରି ରଖିଥାଏ ଡାଟା ଗୁଡ଼ାକୁ ହେଲା। ଆମେ ଯାହା ବି ଦେଉ ସିଏ 0 1ରେ ହିଁ ସିଏ ଷ୍ଟୋର୍ କରିବ। ତାପରେ ନେକ୍ସଟ ଅଛି ହ୍ୱାଟ୍ ଇଜ୍ ପରମାନେଣ୍ଟ ମେମୋରି ବିଲ୍ଡ ଇନଟୁ ୟୋର କମ୍ପ୍ୟୁଟର କୋଡ୍। ତ କେଉଁଟା ଆମର ପରମାନେଣ୍ଟ ମେମୋରି ଅଛି ଯେଉଁଟାକି ଆମର କମ୍ପ୍ୟୁଟରରେ ପରମାନେଣ୍ଟ ଭାବରେ ଥାଏ? ତ ସେଇଟା ଆମର କେଉଁଟା ହେବ? ତ ସେଇଟା କମେଣ୍ଟରେ ମନେ ରଖିବେ। ତାହେଲେ ସେଇଟା ଆମର କେଉଁଟା ହେବ?
रम है। तापर नेक्स्ट अच्छे व्हाट इज राम, ताहले रामटा आमर किसटा, रामर फुल फॉर्म किस कहली, रैंडम एक्सेस मेमोरी है। ताहले रामटा गुटे आमर किसटा भोलाटाइल मन रखा आउ टेम्पोरारी मेमोरीटा, परमानेंट नाई, परमानेंट होचे आमर रम है। ताहले रामटा गुटे आमर किस भोलाटाइल, भोलाटाइल रो अर्थ होची डाटा गुडा इरेज हो, इरेज हो है। भोलाटाइल माने भूली जीवो, रामटा गुटे मन रखिबे, मनीषटा भूली जीवो, भोलाटाइल मन रखिबे आउ टेम्पोरारी मेमोरी है। तापर नेक्स्ट क्वेश्चन जीवा, व्हिच ऑफ द फॉलोइंग स्टेटमेंट आर करेक्ट फॉर एस राम। एस राम, राम रे मु कहितली हमर दुई प्रकार, गुटे स्टैटिक आ गुटे डायनामिक। तो एस रामटा होचे हमर स्टैटिक रैंडम एक्सेस मेमोरी है, एस फॉर स्टैटिक है। तो स्टैटिक राम रो हमर स्टेटमेंटटा कोटा ठीक हेबो, ताहले ताहले सेटा मन रखिबे इट इज यूज्ड टू ट्रांजिस्टर टू स्टोर डाटा। तो मन रखिबे जो आमर एस राम अच्छी, तो एस राम रे जितेबले भी आम डाटा को स्टोर करा हुए, सेटा आमर को जिनसटा स्टोर करबार हेल्प करि थाए, सेटा मन रखिबे ट्रांजिस्टर है। एस राम रे आमर कोटा थाए तेबे ट्रांजिस्टर। तापर नेक्स्ट अछि व्हिच ऑफ द फॉलोइंग डिवाइस यूज कैपेसिटर टू स्टोर डाटा। तो मन रखिबे कैपेसिटर पई आमर कोटा हेबो, ताहले सेटा मन रखिबे डी राम। हाँ, तो सेटा दुटा जिनस मन रहिला ना नाही, एस राम पई हेले ट्रांजिस्टर है, ट्रांजिस्टर मन रखिबे, आ डी राम पई हेले कैपेसिटर, दुईटा मन रखिबे है। ट्रांजिस्टर एस राम रे स्टोर करबो आउ कैपेसिटर डी राम रे स्टोर करबो है। तापर चलंतु नेक्स्ट जीवा, व्हिच ऑफ दिस टाइप ऑफ रोम, ताले रोम रो हमर केते प्रकार अछि, पी रोम अछि ना नाही, हाँ, ईपी रोम अछि ना नाही, हाँ, डबल ईपी रोम भी अछि, ताले कोटा हेबो ऑल ऑफ दिस है, मन रखिबे। तापर नेक्स्ट क्वेश्चन अछि व्हिच ऑफ दिस फीचर, व्हिच ऑफ दिस फीचर ऑफ ईपी रोम। तो ईपी रोम कहले ईपी रोम रो गुटे कोटा गुटे फीचर, तो कहिछि एटा हबो हमर कोटा, it can be programmed by user, it can be non volatile memory, it can be erased using UV light। ताले कोटा हेबो, तो सेटा मन रखिबे, सेटा होछि ऑल ऑफ दिस है, सब गुडा हेबो है। इट कैन बी प्रोग्राम, तो इठी ईपी रोम रे हमर अछि पी अछि ना नाही, प्रोग्रामेबल। तापर अछि इट इज नॉन भोलाटाइल मेमोरी, तो रोम टा गुटे हमर की नॉन भोलाटाइल, राम हेई थांता ले हमर भोलाटाइल हेई थांता। तापर नेक्स्ट अछि इज कैन बी इरेज यूजिंग यूवी लाइट। हाँ, तो एटा इरेज भी हेई परिबो, इरेज अछि, तो ईपी रोम रो फुल फॉर्म टा किस होबो, इरेजेबल प्रोग्रामेबल रीड ओनली मेमोरी है। आ जोटा ईपी रोम को इरेज करबा पई हेला हमको कोटा दरकार, यूवी लाइट दरकार हेले जाय इरेज करबो डाटा। तापर नेक्स्ट अछि व्हाट इज मैग्नेटिक टेप। तो मैग्नेटिक टेप टा गुटे हमर किसटा, तो सेटा हमर रखबे स्ट्रिप ए प्लास्टिक फिल्म यूज्ड टू स्टोर डाटा। तो मैग्नेटिक टेप टा हमर ए पड़िया गुटे प्लास्टिक रो टेप थाए, तो सेठी हमर स्टोर हुए डाटा है, टेप रेकॉर्डर जो गुटा थाए से बड़ियाटा। तापर नेक्स्ट अछि व्हिच ऑफ द फ्लोइंग सर्कुलर प्लेट विथ मैग्नेटिक कोटिंग यूज स्टोर डाटा। गुटे सर्कुलर प्लेट अछि, गुटे सर्कुलर प्लेट अछि, तो तार मझिरे आमर कोटा कोटिंग हेई थाए, मैग्नेटिक कोटिंग है, मैग्नेट गुटे कोटिंग थाए। तो सेटा को आमर किस कुआ जाय, ताहले मन रखबे सेटा को कुआ जाय आमर मैग्नेटिक डिस्क बोली करी कुआ जाय है। तापर नेक्स्ट अछि यूएसबी टाइप ऑफ डिवाइस। तो को आमर डिवाइसटा आमर जो यूएसबी पोर्ट रे लगा हुए, तो सेटा आमर को प्रकार डिवाइस अछि, सेगुडा होछन्ती आमर सब सेकेंडरी डिवाइस, जेमती पेन ड्राइव गुडा लगौ छै ना नाही, सेगुडा आमर सेकेंडरी डिवाइस गुडा है। आ यूएसबी रो फुल फॉर्म टा किस होबो, यूनिवर्सल सीरियल बस है, यूनिवर्सल सीरियल बस मन रखबे। तापर नेक्स्ट अछि व्हेन वी वर्क ऑन एनी डॉक्यूमेंट ऑन ए पीसी इट स्टोर टेम्पोरारी। आम गुटे मन करो गुटे फाइल रे जहाँ भी लिखुचे, टाइपिंग करूचे, गुटे एप्लिकेशन आम लिखुचे, तो सेटा तो टेम्पोरारी पई हमर को जगह तो स्टोर हेई कर रहउची ना, परे आमे ऊपर जाई करी सेव करूचे, किंबा कंट्रोल प्लस एस कोला परे जाय हमर सेव होला परे गुटे फाइल रे कोठी रहउची, किंबा एठू आमे ऊपर सेव भी करि पारुचे। तो एठी जेतेबे टाइपिंग करूचे सेतेबे तो आमे सेव कर नथिबा, तो सेही टाइम रे हमर को जगह रे टेम्पोरारी पई रहउची, तो सेटा मन रखो, सेटा होचे हमर राम रे रही थाए हला। तापर नेक्स्ट अछि पेन ड्राइव एंड मेमोरी कार्ड आर
କନସିଡର ଡେ ଷ୍ଟୋରେଜ। ତ ପେନ୍ ଡ୍ରାଇଭ୍ ଆଉ ଯେଉଁ ମେମୋରି କାର୍ଡ଼ ଅଛି ସେଟା ଆମର କେଉଁ ପ୍ରକାର ଷ୍ଟୋରେଜ ଡିଭାଇସଟା, ତ ସେଇଟା ମନେ ରଖ, ସେଇଟା ଗୋଟେ ଆମର ଫ୍ଲାସ୍ ମେମୋରି ହେଲା। ତାପରେ ନେକ୍ସଟ ଅଛି ହ୍ୱାଟ୍ ଇଜ୍ ଦ ପ୍ରପୋଜ ଅଫ୍ ଭାର୍ଚୁଆଲ ମେମୋରି ଇନ୍ କମ୍ପ୍ୟୁଟର ସିଷ୍ଟମ। ତ ଭାର୍ଚୁଆଲ ମେମୋରି ପଚାରିଲା ହେଲା। ଭାର୍ଚୁଆଲ ମେମୋରିର କାମ କିସ ଆମର କମ୍ପ୍ୟୁଟର ସିଷ୍ଟମରେ ହେଲା। ତ ସେଇଟା ଆମର ଏକ ଭାର୍ଚୁଆଲ ମେମୋରିର କାମ ହେଉଛି ଟୁ ପ୍ରୋଭାଇଡ ଏଡିସନାଲ ରାମ୍ ଫର ଫାଷ୍ଟର ପ୍ରୋସେସିଂ। ତ ଆମର ଗୋଟେ ସିଷ୍ଟମରେ ଏଡିସନାଲ ରାମ୍ ଏଡ୍ ହେବ, ଏକ୍ସଟ୍ରା ରାମ୍ଟା ଏଡ୍ ହେବ, ଯାହାକି ଆମର କମ୍ପ୍ୟୁଟର ସିଷ୍ଟମକୁ ବହୁତ ଫାଷ୍ଟ ଚଲାଇବା ପାଇଁ ୟୁଜ୍ କରାହୁଏ। ସେଥିପାଇଁ ଆମର ଭାର୍ଚୁଆଲ ମେମୋରି ୟୁଜ୍ କରାହୁଏ ହେଲା। ତାପରେ ନେକ୍ସଟ ଅଛି ଇନ୍ ହୁଇଚ୍ ଟାଇପ୍ ଅଫ୍ ମେମୋରି ୱାନ୍ସ ପ୍ରୋଗ୍ରାମ ଓର୍ ଡାଟା ଇଜ୍ ରିଟେନ୍ ଇଟ୍ କ୍ୟାନ୍ ନଟ୍ ବି ଚେଞ୍ଜ। ମାନେ ଆମେ ସେଇ ଏଇଠୁ ଜଣାପଡ଼ିଲା କିସ ହେଉଛି ହୁଇଚ୍ ଟାଇପ୍ ଅଫ୍ ମେମୋରିଟା, ସେଟା ଗୋଟେ ମେମୋରିଟା ହେଲା। ତ ସେଇଟା ଆମର କିସ କରିପାରିବା, ପ୍ରୋଗ୍ରାମ କରିପାରିବା, ତାପରେ ଇଟ୍ କ୍ୟାନ୍ ନଟ୍ ବି ଚେଞ୍ଜ, ମାନେ ତାକୁ ଆମେ ଚେଞ୍ଜ କରିପାରିବା ନାହିଁ, ମାନେ ଇରେଜ୍ କରିପାରିବା ନାହିଁ, ମାନେ ଓନ୍ଲି ପ୍ରୋଗ୍ରାମ ହେଇପାରିବ, କିନ୍ତୁ ଇରେଜ୍ କଲା ପରେ ସିନା ଯେ ଆମେ ଚେଞ୍ଜ କରିପାରିବା, ଓନ୍ଲି ଆମର ପ୍ରୋଗ୍ରାମ ହେଇପାରିବ। ତ ସେଇଟା ଆମର କେଉଁ ପ୍ରକାର ମେମୋରିଟା ହେଉଛି, ତେବେ ସେଇଟା ମନେ ରଖିବେ ପ୍ରୋଗ୍ରାମେବୁଲ ରିଡ୍ ଓନ୍ଲି ମେମୋରି ହେଲା, ମନେ ରଖିବ ପି ରୋମ୍ଟା। ତାପରେ ହେଉଛି ହୁଇଚ୍ ଅଫ୍ ଦ ଫ୍ଲୋଇଂ ଏକ୍ଜାମ୍ପଲ ଅଫ୍ ସଲିଡ ଷ୍ଟେଟ୍ ଷ୍ଟୋରେଜ SSD, କେଉଁଟା ଗୋଟେ ଆମର ସଲିଡ ଷ୍ଟେଟ୍ ଷ୍ଟୋରେଜ ଡିଭାଇସଟା, ତ ସେଇଟା ମନେ ରଖିବ, ସେଇଟା ହେଉଛି ଆମର USB ଫ୍ଲାସ୍ ଡ୍ରାଇଭ୍। ତାପରେ ନେକ୍ସଟ ଅଛି ଦ ସ୍ମଲେଷ୍ଟ ୟୁନିଟ୍ ଅଫ୍ ମେମୋରି ଷ୍ଟୋରେଜ ଇନ୍ ଏ କମ୍ପ୍ୟୁଟର ଇଜ୍। ତ ସବୁଠାରୁ ଛୋଟ ୟୁନିଟ୍ ଆମର କମ୍ପ୍ୟୁଟର କେଉଁଟା ହେବ, ତାହେଲେ ସେଇଟା ମନେ ରଖିବ ବିଟ୍। ତାପରେ ନେକ୍ସଟ ଅଛି ୱାନ୍ ବିଟ୍ କ୍ୟାନ୍ ଷ୍ଟୋର ଡ୍ୟାସ୍ ରେଞ୍ଜ ଅଫ୍ ଭ୍ୟାଲୁ। ତ ୱାନ୍ ବିଟ୍ଟା ଆମର କେତେ ରେଞ୍ଜର ଭ୍ୟାଲୁକୁ ସେ ରଖିପାରିବ, ଗୋଟେ 0 କିମ୍ବା 1କୁ ରଖିପାରିବ। ତ ଅପସନ୍ ଏ ହେବ, 0 କିମ୍ବା 1କୁ ରଖିପାରିବ ହେଲା। ତାପରେ ନେକ୍ସଟ ଅଛି 4 ବିଟ୍ ଅଫ୍ ମେମୋରି ଇଜ୍ କଲ୍ଡ ଡ୍ୟାସ୍। ତ 4 ବିଟ୍ଟା ଆମର ତାକୁ କିସ କୁହାଯାଏ, 4 ବିଟ୍ କାଟ ପ୍ରଥମରେ କହିଦେଇଥିଲି, ତ 4 ବିଟ୍ଟା ହେଉଛି ଆମର 1 ନିବଲ ହେଲା। ତାପରେ ନେକ୍ସଟ ଅଛି 8 ବିଟ୍ ମେମୋରି ଇଜ୍ କଲ୍ଡ, ତାହେଲେ 8 ବିଟ୍ଟା ଆମର କେତେ ହେବ, 8 ବିଟ୍ଟା ହେଉଛି ଆମର ଗୋଟେ, ସେଟା ହେଉଛି ବାଇଟ୍ରେ ହେଲା, 8 ବିଟ୍ଟା ହେଉଛି 1 ବାଇଟ୍, ମନେ ରଖିବେ। ତାପରେ ନେକ୍ସଟ ଅଛି ହାଉ ମଚ୍ ଡାଟା କ୍ୟାନ୍ ଷ୍ଟୋର CD। ତ CD ଆମର ଯେଉଁଟା ଦେଖିଛ, CD ଦେଖିଛ ନା ନାହିଁ, ହଁ CD। ତ CDଟା ଆମର CDରେ ଆମର କେତେ କେପାସିଟି ରହିପାରିବ ଷ୍ଟୋରେଜ ପଚାରିଲା ହେଲା CDର। ତ ସେଇଟା ମନେ ରଖିବ, CDର ଆମର ଷ୍ଟୋରେଜ କେପାସିଟିଟା କେତେ ଅଛି, 700 MB ଥାଏ ହେଲା, 700 MB ଥାଏ ତାର ଷ୍ଟୋରେଜ କେପାସିଟି ହେଲା CDର। ଆଉ CDର ଫୁଲ୍ ଫର୍ମ ହେଉଛି C ଫର୍ କମ୍ପାକ୍ଟ, D ଫର୍ ଡିସ୍କ, କମ୍ପାକ୍ଟ ଡିସ୍କ। ତାପରେ ନେକ୍ସଟ ଅଛି ହୁଇଚ୍ ଅଫ୍ ଦ ଫ୍ଲୋଇଂ କ୍ୟାନ୍ ହୋଲ୍ଡ ମ୍ୟାକ୍ସିମମ୍ ଅଫ୍ 1.4 MB। ଆମର ଏଇ ଚାରିଟା ଅପସନ୍ ମଝିରୁ ଆମର କେଉଁ ଗୋଟେ ଷ୍ଟୋରେଜ ଡିଭାଇସରେ ମ୍ୟାକ୍ସିମମ୍ କେତେ 1.44 MB ହିଁ ଡାଟା ଷ୍ଟୋର ହେଇପାରିବ। ତ ସେଇଟା ମନେ ରଖିବ, ସେଇଟା ଆମର କେଉଁଟା ହେଉଛି ଫ୍ଲପି ଡିସ୍କରେ ହେଲା, 1.44 MB ହିଁ ଷ୍ଟୋର କରିହେବ। ତାପରେ ହେଉଛି ହୁଇଚ୍ ମେମୋରି ଟାଇପ୍ ଇଜ୍ ୟୁଜ୍ ଫର୍ ଲଙ୍ଗ୍ ଟର୍ମ ଷ୍ଟୋରେଜ। ତ କେଉଁ ମେମୋରିଟା ଆମର ଲଙ୍ଗ୍ ଟର୍ମ ପାଇଁ ୟୁଜ୍ କରାହୁଏ, ତ ମନେ ରଖିବ ଲଙ୍ଗ୍ ଟର୍ମ ପାଇଁ ଆମର କେଉଁଟା ୟୁଜ୍ ହୁଏ, ତେବେ ସେଇଟା ହେଉଛି ହାର୍ଡ ଡିସ୍କ ହେଲା। ତାପରେ ଚାଲନ୍ତୁ ନେକ୍ସଟ ଯିବା ହୁଇଚ୍ ରାମ୍ ଇଜ୍ ୟୁଜ୍ କ୍ୟାଚ୍ ମେମୋରି ଇନ୍ CPU ଡ୍ୟୁ ଟୁ ଫାଷ୍ଟର ଏକ୍ସେସ୍ ଟାଇମ୍। ତ କେଉଁ ରାମ୍ଟା ଆମର ୟୁଜ୍ କରାହୁଏ କ୍ୟାଚ୍ ମେମୋରି ଆକାରରେ ହେଲା, ଯେଉଁଟାକି ଆମର CPUର ଏକ୍ସେସ୍ ଟାଇମ୍ଟାକୁ ସିଏ ବଢ଼େଇ ଦିଏ। ତ କେଉଁ ରାମ୍ଟାକୁ ଆମେ କ୍ୟାଚ୍ ମେମୋରି ଭାବରେ ବି ୟୁଜ୍ କରିପାରିବା, ତ ସେଇଟା ମନେ ରଖିବେ SRAM ହେଲା, ଷ୍ଟାଟିକ୍ ର୍ୟାଣ୍ଡମ୍ ଆକ୍ସେସ୍ ମେମୋରି ହେଲା, SRAMଟାକୁ ୟୁଜ୍ କରିପାରିବା। ତାପରେ ଅଛି ହୁଇଚ୍ ମେମୋରି ଇଜ୍ ୟୁଜ୍ ଇନ୍ ଡିଜିଟାଲ କ୍ୟାମେରା। ତ ଯେଉଁ ଡିଜିଟାଲ କ୍ୟାମେରା ଗୁଡ଼ା ଆସୁଛି, ତ ସେଇ ଡିଜିଟାଲ କ୍ୟାମେରାରେ ଆମର କେଉଁ ମେମୋରିଟା ଲାଗିଥାଏ, ତ ସେଇଟା ମନେ ରଖିବ, ସେଇଟା ଆମର ଫ୍ଲାସ୍ ମେମୋରି ଲାଗିଥାଏ ହେଲା। ତାପରେ ଅଛି ହ୍ୱାଟ୍ ଇଜ୍ କଲ୍ଡ ଦ ପ୍ରୋସେସ୍ ଅଫ୍ କପିଂ ଡାଟା ଫ୍ରମ୍ ୱାନ୍ ମେମୋରି ଲୋକେସନ୍। ତ ଗୋଟେ ମେମୋରିରୁ ଆମେ ଗୋଟେ ଡାଟାକୁ କିସ କଲେ, କପି କଲେ, ତ ସେଇ ପ୍ରୋସେସଟାକୁ ଆମର କିସ କୁହାଯାଏ, ତ ସେଇଟା ମନେ ରଖିବ, ସେଇଟାକୁ ଆମର କୁହାଯାଏ ରିଡ଼ିଂ ବୋଲିକରି ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଅଫ୍ ଦ ଫ୍ଲୋଇଂ ହେଜ୍ ଦ ହାଏଷ୍ଟ ଷ୍ଟୋରେଜ କେପାସିଟି।
ତ ଏଇ ଚାରିଟା ଅପସନ୍ ମଝିରେ ଆମର କେଉଁଟାରେ ସବୁଠୁ ହାଏଷ୍ଟ ଷ୍ଟୋରେଜ୍ କାପାସିଟି ଅଛି ତାହେଲେ, ତ ସେଇଟା ମନେ ରଖ କାହାର ଅଛି, ବ୍ଲୁ ରେ ଡିସ୍କର ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଏରର ଅକର୍ସ ହ୍ୱେନ୍ ଏ ସଫ୍ଟୱେୟାର ଟ୍ରାଏ ଟୁ ଏକ୍ସେସ୍ ପ୍ରୋଟେକ୍ଟ ମେମୋରି। ତ ଆମର ଗୋଟେ ମେମୋରିରେ ଏରର ଆସେ, ତ ସେଇଟାକୁ ଆମର କିସ କୁହାଯାଏ, ସେଟା କୁହାଯାଏ ସେଗମେଣ୍ଟେସନ ଫଲ୍ଟ ବୋଲିକରି କୁହାଯାଏ। ତାପରେ ନେକ୍ସଟ ଅଛି ହୁଇଚ୍ ଅଫ୍ ଦ ଫ୍ଲୋଇଂ ଇଜ୍ ୟୁଜ୍ ଟୁ ଇନକ୍ରିଜ୍ ଦ ସ୍ପିଡ୍ ଅଫ୍ ସିପିୟୁ। ତ କେଉଁ ଜିନିଷଟାକୁ ଆମର ୟୁଜ୍ କରାଯାଏ ସିପିୟୁର ସ୍ପିଡ଼ଟା ବଢ଼େଇବା ପାଇଁ, ସିପିୟୁର, ତ କେଉଁଟା ୟୁଜ୍ କରାଯାଏ, ତ ସେଇଟା ମନେ ରଖେ କ୍ୟାଚ୍ ମେମୋରିକୁ ୟୁଜ୍ କରାହୁଏ ହେଲା। ତାପରେ ନେକ୍ସଟ କ୍ୱେଶ୍ଚନ୍ ଅଛି ହ୍ୱାଟ୍ ଡଜ୍ ଦ HDD। ତ HDDର ଫୁଲ୍ ଫର୍ମଟା କିସ ହେବ, ତ ସେଇଟା ମନେ ରଖିବେ ହାର୍ଡ ଡିସ୍କ ଡ୍ରାଇଭ୍ ହେଲା। ତାପରେ ନେକ୍ସଟ ଅଛି WORM ଷ୍ଟାଣ୍ଡ ଫର୍, WORMର ଫୁଲ୍ ଫର୍ମଟା କିସ ହେବ, ସେଇଟା ମନେ ରଖ ଅପସନ୍ ଏ ରାଇଟ୍ ୱାନ୍ସ ରିଡ୍ ମେନି, ମାନେ ଥରେ ଆମେ ପ୍ରୋଗ୍ରାମ କରିପାରିବା ତାପରେ ଆମେ ବହୁତ ଥର ରିଡ୍ ବି କରିପାରିବା ହେଲା। ତାପରେ ନେକ୍ସଟ ଅଛି ହ୍ୱାଟ୍ ଡଜ୍ DVD ଷ୍ଟାଣ୍ଡ ଫର୍। ନେକ୍ସଟ ଅଛି ଡିଭିଡିର ଫୁଲ୍ ଫର୍ମଟା ପଚାରିଛି DVD, ତ ଡିଭିଡିର ଫୁଲ୍ ଫର୍ମଟା କି ହେବ, ଡିଜିଟାଲ ଭର୍ସାଟାଇଲ୍ ଡିସ୍କ, ମନେ ରଖିବ ହେଲା। ତାପରେ ନେକ୍ସଟ ଅଛି ହ୍ୱାଟ୍ ଡଜ୍ SSD ଷ୍ଟାଣ୍ଡ ଫର୍, SSD, ତ ମନେ ରଖ ସେଇଟା ସଲିଡ୍ ଷ୍ଟେଟ୍ ଡ୍ରାଇଭ୍, ସେଇଟାକୁ ଆମର କିସ କୁହାଯାଏ, SSD ହେଲା। ତ ଆଜି ଆମେ ଏଇ ଟପିକଟା ସରିଲା, ଆଉ ଯେଉଁମାନେ ଚ୍ୟାନେଲକୁ ଆସିଛନ୍ତି ନିହାତି ସବସ୍କ୍ରାଇବ୍ କରିବେ। ତ ଆଜି ପାଇଁ ଏଇଠି ରଖିଲେ।